ଅମୀୟ ରଞ୍ଜନ ଶତପଥୀ କହୁଥିଲେ ଆଜ୍ଞା। ହଁ ଆଜ୍ଞା କୁହନ୍ତୁ। ଆଜ୍ଞା ଜାଣିପାରିଲେ ତ? ହଁ କୁହନ୍ତୁ। ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥାର ରାଷ୍ଟ୍ରୀୟ ସଚିବ ହଁ ପ୍ଲସ୍ ଅଛି ଅଲଗା ଅନ୍ୟାନ୍ୟ ଉପାଧ୍ୟକ୍ଷ ଭାବରେ ଅଛି ଆଉ ସଂସ୍ଥା ହଁ ମାନଙ୍କରେ। ହଁ ଆଚ୍ଛା ଆପଣ ତ ଆଜି ବାଇଟ୍ ଦେଇଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ଗୋମାଂସ ଭକ୍ଷଣ କରୁଥିଲେ। ହଁ ବାପା ମୁଁ ସେଇ ପତ୍ର କବେ କହୁଛି ସେଇଟା କହିବାଟା ନାଇଁ ନାଇଁ ଟିକେ ମୋର ଶୁଣନ୍ତୁ। ଏଇଟା ଭୁଲ ହେଇଛି। ଶୁଣନ୍ତୁ ନାଇଁ ନାଇଁ ଶୁଣନ୍ତୁ ମୁଁ ସେ କହିସାରେ। କଥା ହଁ ଆପଣ କୁହନ୍ତୁ। କୁହନ୍ତୁନି, ମୁଁ ଯେତିକି କହୁଛି ଶୁଣନ୍ତୁ ଆଗେ। ହଁ ଗୋମାଂସରେ ଆପଣ ତୁଳସୀ ଯଦି ପକେଇଦେବେ, ମୁଁ ବ୍ରାହ୍ମଣ ହୁଁ ଛୁଆ ହିସାବରେ କହୁଛି ଆଜ୍ଞା, ହଁ ହଁ ସେଇଟା ଆଜ୍ଞା ମହାପ୍ରସାଦ ହେଇଯିବ କି? ପ୍ରଥମ କଥା କୁହନ୍ତୁ। ହଁ ନା ମତେ ପ୍ରଥମ ଉତ୍ତର ଦିଅନ୍ତୁ। ନାଇଁ ନାଇଁ ସିଏ ହବନି। ଶୁଣନ୍ତୁ ମୁଁ କହିବାଟା କଣ ଭୁଲ, ମୁଁ ପ୍ରଥମେ କହୁଛି ନାଇଁ ସେଇଟା ଭୁଲ ହେଇଯାଇଛି ଆପଣଙ୍କ ମୋର। କଥା ଶୁଣିବେ ଆଜ୍ଞା, ଆପଣଙ୍କ କଥା ଶୁଣିବେ। ହଁ ମୁଁ ଏବେ ଭିଡ଼ିଓ ଦେଖିଲି ଯୋଉଟା ମୋ ଅନ୍ତର ଭିତରୁ ବାଜିଲା। ପିଲା ମତେ ବହୁତ ଦିନ ଆগে ଫୋନ କରିଛନ୍ତି, ବହୁତ ବ୍ୟସ୍ତ ଭିତରେ ଅଛି। ଶୁଣନ୍ତୁ ମୁଁ ପ୍ରଥମେ କହୁଛି ସେଟା ଭୁଲ ହେଇଯାଇଛି। କେମିତି ଭୁଲ ହେଇଛି ସେଟା କହୁଛି ମୁଁ ଆପଣଙ୍କୁ। କେମିତି ଭୁଲ ହେଲା ସେଟା କହୁଛି ଶୁଣନ୍ତୁ। ଆପଣ ଆପଣଙ୍କର କ୍ଲାରିଫିକେସନ ଦେବେ, ମୁଁ ଧୈର୍ଯ୍ୟର ସହିତ ଶୁଣିବେ। ଆପଣ ଯେତିକି ପଚାରୁଛି ଆପଣ କହିଦେବେ। ଆଜ୍ଞା ମୁଁ ହଁ ଆପଣଙ୍କ କଥା କୁହ। ଶୁଣିବି, ଆପଣ ମୋ କଥା ଶୁଣିବେ। ୟା ଦେହରେ ହଁ ଖରାପ ହଁ କୋଉଠି କୁହ ଅଛି ଆଜ୍ଞା? କୁହ। ଆପଣ ଜଣେ ସନ୍ଥ ଲୋକ, ମୁଁ ଜଣେ ବ୍ରାହ୍ମଣ ଲୋକ। ମୁଁ ଗୋଟେ ସଂସ୍ଥାର ସଂସ୍ଥାପକ, ଆପଣ ଜଣେ ଯୋଉ ସାଧୁ ମାନଙ୍କ ସଂସ୍ଥାପକ। ଏଥର କିଛି ଆମ ଭିତରେ ଭାଇଚାରା ଆଜ୍ଞା ଗୋଟେ କଥାର ସାମଞ୍ଜସ୍ୟ ଅଛି। ଆମର ଏଇଟା ଗୁପ୍ତ ହଁ କଥା। ହଁ ମୁଁ ପ୍ରଥମେ ଆପଣଙ୍କୁ କହୁଛି ମୋର କହିବା ୱେଟା ବଡ ଭୁଲ ହେଇଯାଇଛି। ଆଉ କାହିଁକି କହିଛି ମୁଁ ସେଟା କହିବି ଆପଣଙ୍କୁ। କୁହ। ଆଚ୍ଛା ଠିକ ଅଛି। ଗୋମାଂସରେ ତୁଳସୀ ପକେଇଲେ ମହାପ୍ରସାଦ ହେଇଯିବ କି? ଆପଣଙ୍କ ମୁହଁରେ କୁହନ୍ତୁ। ନାଇଁ ଆଚ୍ଛା ଅଚ୍ୟୁତାନନ୍ଦ ଗୋମାଂସ କେବେ ଖାଇଥିଲେ ଆପଣ ଦେଖିଛନ୍ତି କି? ପ୍ରଶ୍ନ ଉଠୁନି ଖାଇନାହାନ୍ତି। ତ ଆପଣ କାହିଁ କହିଲେ? ଶୁଣନ୍ତୁ କଣ ସେଇ କଥାଟା କହୁଛି। ଯେତେବେଳେ ଆପଣ ଜାଣିଥିବେ ମହାପୁରୁଷ ଅଚ୍ୟୁତାନନ୍ଦ ବିନା ଦରିଦ୍ରରେ ଖୁସି ହେଉଥିଲେ, ସେ ଗୋବଚ୍ଛା ରଖୁଥିଲେ। ସିଏ ଯୋଉଠି ଯାଉଥିଲେ ଗୁରୁଚରଣ, ସେ ଜାଗାଟା ଥିଲା ଅଚ୍ୟୁତି ଖାଁଙ୍କର। ଆଜ୍ଞା ଶୁଣନ୍ତୁ ଅଚ୍ୟୁତି ଖାଁଙ୍କର ଥିଲା। ସେଠି ସବୁ ମାନେ ମୁସଲମାନ ମାନେ ଅନେକ ଅନାର୍ଯ୍ୟ କର୍ମ କରି ନାନାଦି କଥା କରୁଥିଲେ। ମହାପୁରୁଷ କି ଅଲୌକିକ ଶକ୍ତିରେ ସେ ଯେତେବେଳେ ତପସ୍ୟା କରନ୍ତି, ସେ ସବୁ ସଫା ହେଇଯାଏ। ସେ ଯୋଉ ହାଡ଼ ନାଡ଼ ସବୁ ଥିଲା ସବୁ ସଫା ହେଇଯାଏ। ଆଚ୍ଛା ସେଠୁ ତାକୁ ଦେଖିଲାରେ ଜଣେ ଏମିତି କିଏ ଭଳିଆ ଏମିତି ସଫାସଫି କରିଦଉଛି ଏ ଜାଗାକୁ। ସେଇଠୁ ସମସ୍ତେ କହିଲେ ଜଣେ ଏମିତି ପିଲାଳିଆ ବାବାଜୀ, ସେ ଟୋକା ବାବାଜୀ ସେଇଆ ଆସି କହୁଛି ନା ତୁମକୁ ଧରି ଆଣିଲ। ସେଠୁ ଅନେକ କୋଷଣ ସେ ମହାପୁରୁଷଙ୍କୁ ଦେଲେ। ଯେମିତି ଦେଲେ ମହାପୁରୁଷ ସେଠୁ ତାଙ୍କର ଅଲୌକିକ ଶକ୍ତିରେ ଅନେକ କଥା ତାଙ୍କୁ ସବୁ ଦେଖେଇ ଦେଲେ। ଯେମିତି ଦେଖେଇ ଦେଲେ ସେଇଠୁ ମହାପୁରୁଷ ଅଚ୍ୟୁତି ଖାଁ କହିଲେ ତମେ ଆମର ଆଜି ତମ ବନ୍ଧୁ ହେଲ, ମୁଁ ତୁମ ଭିତରେ ମର୍ମାହତ ହେଇପଡିଲି, ଆଉ ତୁମେ ଆମକୁ ଦିଗ୍ଦର୍ଶନ ଦବ ନା? ହଁ ଶୁଣନ୍ତୁ ଶୁଣନ୍ତୁ କଣ କଣ ସବୁ ମାନେ ଅଲୌକିକତା ଦେଖେଇଥିଲେ ସେଇଠି ଅଚ୍ୟୁତାନନ୍ଦ ମହାପ୍ରଭୁ? ତାଙ୍କୁ ପ୍ରଥମେ ଶୁଳି ବସେଇଲେ। ଯେତେବେଳେ ଶୁଳି ବସେଇଲେ କହିଲେ, ତାପରେ ଶୁଳି ଯେତେବେଳେ ବସେଇଲେ କହିଲେ ତମେ ଶୁଳିରେ ବସିବ, ଏମିତିଆ ତମେ କରୁଛ ବୋଲି। ସେ କହିଲେ ଆଚ୍ଛା ଆପଣ ମାନଙ୍କର ସେମାନେ ସବୁ ଶୁଳିରେ ବସନ୍ତୁ। ଯଦି ସେମାନେ ସତ୍ୟ, ଆଲ୍ଲାହଙ୍କୁ ଡାକୁଛନ୍ତି ସେ ସତ୍ୟ, ତାହେଲେ ସେ ଶୁଳିରେ ବସନ୍ତୁ, ମୁଁ ମୋ କଥା ଦେଖିବି। ସେଇଠୁ ସେମାନେ କଣ କଲେ, ଭୟରେ ପଳେଇ ଗଲେ ତାଙ୍କ ଇମାମ ମାନେ। କିନ୍ତୁ ଇଏ ଶୁଳିରେ ଯେତେବେଳେ ତାଙ୍କ ଯୋଗ ତପସ୍ୟା ବଳରେ ଆଜ୍ଞା ଇଏ 4 ଆଙ୍ଗୁଳ ଉଚ୍ଚରେ ରହିଲେ। ଅଚ୍ୟୁତାନନ୍ଦଙ୍କର ଶୁଣନ୍ତୁ, ଅଚ୍ୟୁତାନନ୍ଦଙ୍କର ଅଧାଂଶ ପୋଥି ମୋ ଘରେ ଏବେ ବି ସୁରକ୍ଷିତ ଅଛି ଆଜ୍ଞା। ଜେଜେବାବା ସେତେବେଳେ ଆପଣ ଜାଣିଥିବେ, ଗୋଟେ ପୋଥି ଯେତେବେଳେ ଜଣେ ବାହାର କରୁଥିଲା, ଆଜିକାଲି ସବୁ ଜେରକ୍ସ କପି ହେଇଗଲାଣି। ଆପଣଙ୍କୁ କହିଦଉଛି ଆପଣଙ୍କ ଭାଷାରେ, ନା ଆମର ଆପଣଙ୍କ ଭାଷା ନୁହେଁ, ଏଇଟା ଆମ ଆଧୁନିକ ଭାଷାରେ କହିଦଉଛି। ଆମେ ଯେତେବେଳେ ଗୋଟେ ଡକ୍ୟୁମେଣ୍ଟ ବାହାର କରୁଛେ, ସେ ଡକ୍ୟୁମେଣ୍ଟକୁ ଜେରକ୍ସ କରାଯାଏ। ଜେରକ୍ସ କରି ଲୋକମାନେ ତାଙ୍କ ପାଖରେ ରଖୁଛନ୍ତି। ଗୋଟେ ବ୍ରାହ୍ମଣ ମାନେ ସାଧାରଣତଃ ଯେତେବେଳେ ଗୋଟେ ବହିର ଗୋଟେ ଯୋଉ ଆମର ରହିଥିଲା ବିହାରୀ କର୍ମକାଣ୍ଡ, ଆଜିକାଲି ଆଉ ଆସୁନି। ବିହାରୀ କର୍ମକାଣ୍ଡର ବହୁତ ଜିନିଷ ବ୍ରାହ୍ମଣ ମାନେ ଜେରକ୍ସ କରି ରଖୁଛନ୍ତି, ଯେହେତୁ ତାଙ୍କର କାମରେ ଲାଗିବ, ବିଦ୍ୟାଟାକୁ ଶିଖିବେ ଏବଂ ଲାଭ କରିବେ। ସତ ନା ମିଛ ଆଜ୍ଞା? ହଁ ସତ୍ୟ। ଏଇଟା ସତ୍ୟ। ଦ୍ୱିତୀୟ କଥା ହେଲା, ସେତେବେଳେ ବି ସେମିତି ଅଚ୍ୟୁତାନନ୍ଦଙ୍କ ପୋଥି ଯେତେବେଳେ ଥିଲା, ସେତେବେଳେ କିଛି ମାନେ ଜ୍ଞାନୀ ଗୁଣୀମାନ ଲୋକ ଥିଲେ, ଯୋଉମାନେ ସେମାନେ 5 ଟଙ୍କା 2 ଟଙ୍କାରେ ବିକ୍ରି କରୁଥିଲେ, ଚଳୁଥିଲେ ତାଙ୍କ ନିଜ ପେଟ ପାଟଣା ପାଇଁ। ସେମାନେ ସେଇ ପୋଥିକୁ କପି କରିକି ସେମାନେ ଲେଖୁଥିଲେ, ଏବଂ ଯୋଉମାନେ ପୋଥି ଉପରେ ରିସର୍ଚ୍ଚ କରୁଥିଲେ ସେମାନଙ୍କୁ ସେଇମାନଙ୍କୁ ଦଉଥିଲେ।
ଯୋଉମାନେ ରିସର୍ଚ୍ଚ କରୁଥିଲେ, ଯୋଉମାନେ ପୋଥି ଉପରେ ବିଶ୍ୱାସ କରୁଥିଲେ ଏବଂ ପୋଥି କଣ ବୋଲି ଜାଣିବାକୁ ଚାହୁଁଥିଲେ ଏବଂ ପୋଥିର ମାହାତ୍ମ୍ୟ କଣ ଜାଣିବାକୁ ଚାହୁଁଥିଲେ, ଯେମିତିକି ଅଚ୍ୟୁତାନନ୍ଦ ମହାପୁରୁଷ 500 ବର୍ଷ ପୂର୍ବେ ଲେଖି ଦେଇ ଯାଇଥିଲେ କାଳିଦାସଙ୍କ ବିଷୟରେ। ଏକ୍ଜାମ୍ପଲ ଦଉଛି ଫର କଣ ନା, ମୁଁ ଯେହେତୁ ଛତିଆ ବଟରୁ କହୁଛି ପ୍ଲସ୍ ଗୋଟେ ମିଡିଆ ଆପଣ ପୁରା ସତ କହିଦଉଛି, ଗୋଟେ ମିଡିଆ ଚ୍ୟାନେଲର ଯାଉଛି ପ୍ଲସ୍ ଗୋଟେ ସଂସ୍ଥାର ବି ସଂସ୍ଥାପକ ହିସାବରେ ଆଉ ଗୋଟେ ସଂସ୍ଥାର ଭାରତର ନ୍ୟାସନାଲ ଲେବୁଲର ସଚିବ ହିସାବରେ କହୁଛି। ସେ ଲେଖିଥିଲେ କଣ ନା, ମୁଁ ଛତିଆ ବଟରେ 500 ବର୍ଷ ତଳେ ଲେଖିଥିଲେ ସେ ତାଙ୍କୁ ରାମଦାସ ପଚାରିଲେ ଯେ ଆଜ୍ଞା ଆପଣ ପୂର୍ବଜନ୍ମ କଣ ଥିଲେ? ନା ନଳ ଥିଲି। ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗରେ କଣ ଥିଲେ ସେ କହିଲେ। ସତ୍ୟରେ ନଳ, ତ୍ରେତୟାରେ ସତ୍ୟରେ ହଉଛନ୍ତି କୃପା ଜଳ, ତ୍ରେତୟାରେ ନଳ, ଦ୍ୱାପରେ ସୁଦାମ, ଅଚ୍ୟୁତେ କଳ, କଳେ ଅଚ୍ୟୁତ। କଳେ ଅଚ୍ୟୁତ। ଅଚ୍ୟୁତଙ୍କର ପଟ୍ଟଶିଷ୍ୟ କିଏ ଥିଲେ? ରାମଦାସ ବୋଲି କୁହାଯାଏ। ରାମଦାସ। ତାପରେ ରାମଦାସ ପଚାରିଲେ ଆଜ୍ଞା ଏଇ ଜନ୍ମ ତ ଆପଣଙ୍କର ସରିଯିବ, ତାପରେ କଣ ହବ? ତାପରେ କଣ କହିଥିଲେ ଆପଣ କୁହନ୍ତୁ? କମ୍ଭାର କୂଳରେ ଜାତମ ମୋହର। ହଁ, ହାଡିଦାସ ହେଇଥିଲେ। ହାଡିଦାସ ପରେ ଆମର ଅରିକିତ ବୋଲି କହନ୍ତି। ହଁ, ଅରିକିତ ହାଡିଦାସ। ତେବେ ତାଙ୍କର ପଟ୍ଟଶିଷ୍ୟ ଭାବରେ କି ଜନ୍ମ ନେଇଥିଲେ? କାହାର? ହାଡିଦାସଙ୍କର। ଜାଣିଛନ୍ତି? ଆଜି ବି ସୁଦ୍ଧା ନା ଜାଣିନାହାନ୍ତି କେମିତି ଆଜ୍ଞା? ଆପଣ କହିଲେ ମଣ୍ଡ ଦାସ ଯେତେବେଳେ କହିଛନ୍ତି, ଏ ଯୋଉ ରାମଦାସ କହିଛନ୍ତି, ବୁଝିପାରୁଛନ୍ତି ନା? ସେ କହିଲେ ସେ ଶ୍ଲୋକଟି ଆପଣଙ୍କୁ ଆଜ୍ଞା ମୁଁ ଦେଇଦେବି ଆପଣଙ୍କୁ ହ୍ୱାଟ୍ସଆପ, କିଛି କଥା ନାହିଁ, ମୋର ଅଛି, ପୋଥିରେ ଅଛି, ପୁରା ପୋଥିର ଫଟୋ ଦେଇଦେବି ଆପଣ। ହାଡିଆ କମାର ଘରେ ମୋ ଜନମ, କମାର କ୍ରମେ ଜନମ ମୋର, ହାଡିଦାସ ମୋର ନାମ, ଛତିଆ ନିକଟେ ହୋଇବ ମୋ ବାସ। ଏମିତି କଣ ଗୋଟେ ଲେଖା ହେଇଛି, ମୋର ମନେ ପଡୁନି। ଚମ୍ପାପୁର ଗ୍ରାମେ ହୋଇବ ମୋ ବାସ, ସତ୍ୟା ଚମ୍ପାପୁର ଗ୍ରାମେ। ଚମ୍ପାପୁର ଗ୍ରାମେ ହୋଇବ ମୋ ବାସ। କିନ୍ତୁ ଗୋଟେ ଅଲଗା ଫ୍ୟାମିଲି ଡିଷ୍ଟର୍ବାନ୍ସ ମୁଁ ଅଛି, ଯେହେତୁ ଆପଣଙ୍କ କଥାଟା ଟିକେ ମନକୁ ହୃଦବୋଧ ହେଲା, ସେଥିପାଇଁ ମୁଁ ଆପଣଙ୍କୁ କଣ୍ଟାକ୍ଟ କଲି। ଏଇ ଜିନିଷଟା ହେଇଛି। ତାଙ୍କ ନାମ ଏଠି ପୁଣି ରାମଦାସ ଏଠି କିଏ ହେଇଛନ୍ତି? ତାଙ୍କ ପଟ୍ଟଶିଷ୍ୟ ମନ୍ଦୋଦର ଦାସ। ତାଙ୍କ ଗ୍ରାମ ହଉଛି ଅଢମପୁର ଗ୍ରାମ। କରଣ କୂଳରେ ଜନ୍ମ ମୋର, ନାମ ହେବ ମନ୍ଦୋଦର ଦାସ। ଆପଣ ଖୋଜିବେ ଆଜ୍ଞା, ମୁଁ ଯଦି ମିଛ କହୁଛି ଆଜି ବି ସୁଦ୍ଧା ତାଙ୍କର ଗୋଟେ ଅଗ୍ନି ଉତ୍ସବ ଯୋଉ ପର୍ବ ଅଛି ସେଠି ଯଜ୍ଞ ହୁଏ। ହାଡିଦାସ ଯୋଉ ଆମର ଛତିଆ ବଟରୁ ଗୋଟେ ଶଗଡ଼ ଯାଏ। ଆଜ୍ଞା ଆମେ ଟିକେ ଆମ ଟପିକ ମୋ ଟପିକ ସେ ଶଗଡ଼ରେ ପନିପରିବା ଭଲ ମନ୍ଦ ସେ ସବୁ ଜିନିଷ ମାନେ ଆସିବ, ମାନେ ଏମିତି ଆସିବ 3-4ଟା ଶଗଡି, ଯୋଉ ମାନେ ଲୋକ ଖାଇବେ। ହଁ, କୁହନ୍ତୁ। ନାଇଁ କହିବେ ପରା କହୁଥିଲେ, ମୁଁ ସେଇ କଥା କହୁଥିଲି। ଅବଶ୍ୟ ମୋର କହିବାଟା ବଡ ଭୁଲ ହେଇଯାଇଛି, ମୁଁ ସେଥିପାଇଁ ମର୍ମା କରୁଛି। କେମିତି ପରିସ୍ଥିତିରେ ମୁଁ କହିଦେଇଛି ଶୁଣନ୍ତୁ। ଆମର ଗୋଟେ କରିଥିଲେ, ଆମେ ସଂକ୍ରାନ୍ତି ଦିନ ଯାଇଛୁ ନେମାଳ ଗଲୁ। ସେଠି ଗୋଟେ ଏତେ ଡିଷ୍ଟର୍ବାନ୍ସ ହେଇଗଲା, ସାଧୁସନ୍ଥ ମାନେ ସବୁ ଟିକେ ବର୍ଷାଟା ହେଇଗଲା, ସବୁ ହେଇଗଲା, ଯାହା ତରତରିକିରେ ଆମେ ବାଲିକି ଗଲୁ, ଚିତ୍ରତଳା ବାଲି। ଆପଣ ମାନେ ଜାଣିଥିବେ ଏଇ ଯୋଉ ନଉଛନ୍ତି ମିଡିଆ ସବୁ, ବାଲି ଗଲେ ସବୁ ଆଳତି ସରିଲା। ଆଳତିରେ ଆମେ ଫେରୁଛୁ, ବର୍ଷାଟା ହଉଛି। ସେତେବେଳେ ତାଙ୍କର ଯୋଉ ଡକେଇ ଦେଇଛନ୍ତି ଆମର ମୁସଲମାନ ଯେ ଭାଇଚାରା ଆଗରୁ ଥିଲା, ସେଇମାନେ ଆସନ୍ତୁ ଆପଣ କଣ ପଦେ କହିବେ। କହିଲେ ଅନ୍ୟ କେହି ନାହାନ୍ତି, ମୋତେ କହୁଛନ୍ତି ସବୁ କହିବାକୁ, ନା ଆପଣ କଣ କୁହନ୍ତୁ। ଗୋଟିଏ ଲୋକ ସେଠି ଠିଆ ହେଇଛି ମୁସଲମାନ। ମୁଁ ସେଇ କଥା କହିଲି, ମହାପୁରୁଷ ତାଙ୍କୁ ଭଲ ପାଉଥିଲେ, ସେ ତାଙ୍କୁ ଭଲ ପାଉଥିଲେ। ଏଇ ୱେରେ ତରତରକିରି କହିଦେଇଛି, ବଡ ଭୁଲ ମୋର ହେଇଯାଇଛି। ଆପଣ ଜଣେ ହିନ୍ଦୁ ହେଇକି ମୁସଲମାନ ଦେଖୁଛନ୍ତି ଆଜ୍ଞା, ଭଦ୍ରକରେ ଆମର ଭାଇକି ହାଣିକି ମାରିଦେଲେ, ଭାରି ମର୍ମାହତ ଆଜ୍ଞା, ମୁଁ ଭାରି ମର୍ମାହତ, ଏ ଖସି ଯାଇଛି ନା। ଆପଣ ସେଥିପାଇଁ ମର୍ମାହତ ସବୁ ସାଧୁ ସନ୍ଥ ସବୁ ପଣ୍ଡିତ ମଣ୍ଡଳୀକୁ କ୍ଷମା ମାଗୁଛି। ଛିଡା ହେବା କଥା ମୁଁ କହୁନି, ସେ କଥା ବି ଛାଡନ୍ତୁ। ଆପଣ ସୋସିଆଲ ମିଡିଆରେ କିମ୍ବା କ୍ଷମା ପ୍ରାର୍ଥନା କରୁଛନ୍ତି ଆମ ହିନ୍ଦୁ ଭାଇ କି କିନ୍ତୁ ଗୋହତ୍ୟା ପାଇଁ ମାରିଦେଲେ। ସେ ଯୋଉ ଗୋହତ୍ୟା କହୁଛନ୍ତି, ଗୋ ମାତାଙ୍କର ହତ୍ୟାରେ ମାଉଁସରେ ତୁଳସୀ ପଲ୍ଲେ ଇଏ ହୁଏ, ସେଇ ମାନେ ଯୋଉ କଥାଟା କହିଦେଲେ ସେଇ ଟାଇମର କଥା କହୁଛି ଆଜ୍ଞା। ଆପଣ ଯାଇ କ୍ଷମା ମାଗିଛନ୍ତି ଯେ ଆଜ୍ଞା
ଆମ ହିନ୍ଦୁ ଭାଇ ପ୍ରତି ଅତ୍ୟାଚାର ହେଲା, ଗୋଟେ ବଳିଦାନ ଦେଇଦେଲେ, ସିଏ ଆଜି ପର୍ଯ୍ୟନ୍ତ ଆମ ପାଇଁ ରହିଲେ, ଗୋଟେ ମହାପୁରୁଷ ହେଇକି ରହିଗଲେ। କହିଛନ୍ତି ମୁଁ ବ୍ରାହ୍ମଣ ଛୁଆ ହିସାବରେ କହୁଛି ଆଜ୍ଞା, ସେ କ୍ଷତ୍ରିୟ କି ଚଷା କି ବୈଶ୍ୟ ଯାହା ବି ହୁଅନ୍ତୁ, ସେ ଆଜି ପର୍ଯ୍ୟନ୍ତ ଆମ ପାଇଁ ମହାପୁରୁଷ ହେଇକି ରହିଲେ। ଆପଣ ଏଇଟା ଛାତିରେ ବାଡେଇ କହିପାରିବେ? କାହିଁକି କହିପାରିବେନି? ମୁଁ କହୁଛି, ଆପଣ ଯେହେତୁ କହିଛନ୍ତି ଗୋଟେ ଗୋମାଂସ ଉପରେ ତୁଳସୀ ପକେଇକି ମହାପ୍ରସାଦ ହେଇଯାଏ। ଯୋଉ ଜଗନ୍ନାଥ ନାଇଁ ସେ ଗୋଟେ ଅଛି ତାଙ୍କ ଅଲୌକିକ ଶକ୍ତିରେ ସିଏ ଗୋମାତାକୁ ସେମାନେ ଯୋଉ ମୁସଲମାନ ବଳି ଦଉଥିଲେ ଘୋରେଇକିରି ରଖିଥିଲେ। ନା ଆଜ୍ଞା, ଆପଣ ଏଇଟା ଯୋଉ କହୁଛନ୍ତି ଏଇଟା କୌଣସି ଶାସ୍ତ୍ର ଭିତ୍ତିକ ନାହିଁ। ନାଇଁ ଏଇଟା କୌଣସି ଶାସ୍ତ୍ର ନାହିଁ। ଗୋଟେ ଆମର ଏଠି ପଚାରିବେ ଆଜ୍ଞା, ଥରେ ଆସିବେ ଏଠି ଆମର ମହାପୁରୁଷ ଚତୁର୍ପାର୍ଶ୍ୱରେ ସବୁ ବୁଢା ବୁଢା ମାନେ ଏଗୁଟା ଲୋକ କଥା ରହିଛି, ସେ ଲୋକ କଥାକୁ ଉତ୍ପାଦନ କରୁ କରୁ ଭୁଲ ହେଇଯାଇଛି। ଆପଣଙ୍କର ଏଇଟା ଭୁଲ ହେଇଛି ନା ଭୁଲ ହେଇନି? ନା ନିଶ୍ଚିତ ଭୁଲ। ଭୁଲ ଯଦି ଆପଣ ସର୍ବସମ୍ମୁଖରେ ଭୁଲ ମାଗନ୍ତୁ। ଏଇଟା ନିଶ୍ଚିତ ମୁଁ କାଲି କହିଛି ଆସିବେ, କାଲି କିମ୍ବା ପରଦିନ ସମସ୍ତେ ଆସିବେ, ମୁଁ ସର୍ବସମ୍ମୁଖରେ ଆଜ୍ଞା ଭୁଲ ମାଗିବେ, ଯୋଉଟା ଆଜ୍ଞା ଭୁଲ ଭୁଲ। ନା ଆପଣ ନିଜେ ମୁସଲମାନ ଭାଇ ଗୋଟେ ଆମ ପାଖରେ ଛିଡା ହେଲା, ସେଇ ମୁସଲମାନ ଭାଇ ଆଜ୍ଞା ଆପଣ କଥା ସତ୍ୟ ଆଜ୍ଞା, ତା ସତ୍ୟ ଗୋଟିଏ କଥା ଆମର ସତ୍ୟ, କିନ୍ତୁ ଗୋଟିଏ କଥା ହଉଛି ଆମର ଏଠି ମହାପୁରୁଷଙ୍କ ଚତୁର୍ପାର୍ଶ୍ୱକୁ ଥରେ ଆସି ପଚାରିବେ, ଗୋଟେ କଥା ଥିଲା ଯେ କି ମହାପୁରୁଷ ତାଙ୍କୁ ଏଭଳି ଶିକ୍ଷା ଦଉଥିଲେ, ସେମାନେ ଗୋମାଂସ ମାରି ଦଉଥିଲେ, ମାନେ ଗୋମାତାଙ୍କୁ ମାରି ଦଉଥିଲେ, ମହାପୁରୁଷ ମାନେ ତାଙ୍କୁ ଗୋଟେ ଶିକ୍ଷା ଦଉଥିଲେ ଏଇଟା ମିଥ୍ୟ, ନା ତମର ଯଦି କିଛି ଶକ୍ତି ଅଛି ଦେଖାଅ, ସେ ସବୁ ତମେ କରିକିରି ଖାଇବା ପିଇବା କରିକି ଦେଖୁଥିଲେ, ସେ ସେଠି ତାଙ୍କର ଅଲୌକିକ ଶକ୍ତିରେ ତାକୁ ମହାପ୍ରସାଦ କରିଦଉଥିଲେ, ସେ ଗୋମାତା ମାନେ ବଞ୍ଚିକି ପଳେଇ ଯାଉଥିଲେ, ସେ ଶିକ୍ଷା ଦଉଥିଲେ ସବୁ ଭୁଲ, ଦେଖ ସମସ୍ତେ ଆମେ ଜୀବାତ୍ମା, ସମସ୍ତେ ଆତ୍ମା ଅଛି, ଏଇଭଳିଆ ଗୋଟେ ଲୋକ କଥା ଏଠି କିନ୍ତୁ କୋଉଟା ଲେଖା ନାହିଁ। ଏ ଲୋକ କଥା ଏଠି ଆମର ସମସ୍ତେ କହନ୍ତି, ଲୋକ କଥା ଗପ ଭଳିଆ କହନ୍ତି, ଆମେ ସେଇଟାକୁ ସ୍ଥାପନ ଆଜ୍ଞା କରିଦେଇଛୁ। ଆପଣ ଆଜ୍ଞା ଜଣେ ମହାନ ବ୍ୟକ୍ତି, ଆପଣ ପ୍ରବଚକ ଦଉଛନ୍ତି, ସିଦ୍ଧାର୍ଥ ବକ୍ସରେ ଟିଭି ଦଉଛନ୍ତି, ଆପଣଙ୍କୁ ଲକ୍ଷ ଯଦି ମୁଁ ସେଭଳିଆ ମହାନ ହେଇଥାନ୍ତା ମୋ ପାଟିରୁ କେମିତି ଖସିଥାନ୍ତା। ଆପଣଙ୍କ ଲକ୍ଷ ଲକ୍ଷ ଭକ୍ତ ଫଲୋଅର କରୁଛନ୍ତି, କଥାଟା ବୁଝନ୍ତୁ। ଶୁଣ ଆଜ୍ଞା, ମୁଁ କହୁଛି ଯଦି ମୁଁ ମହାନ ହେଇଥାନ୍ତି ମୋ ପାଟିରୁ କେମିତି ଖସିଗଲା, ମୁଁ ସେଥିପାଇଁ ଭାରି ମର୍ମାହତ ଆପଣମାନଙ୍କ ପାଖରେ କ୍ଷମା ମାଗୁଛି। ଗୋମାଂସରେ ତୁଳସୀ ପକେଇବା କେତେ ଦୂର ଯଥାର୍ଥ ଗୋଟେ ଚିନ୍ତା କର। ଗୋମାଂସରେ ସମ୍ପୂର୍ଣ୍ଣ ଭୁଲ, ସମ୍ପୂର୍ଣ୍ଣ ଭୁଲ। ତୁଳସୀ ପକେଇଛନ୍ତି ଆପଣ ଦେଖିଛନ୍ତି? ନାଇଁ ଲୋକ କଥା ହେଇଛି, ଆମେ ଗୋଟେ ଶୁଣିଛୁ ତ ବୁଢା ବୁଢାଙ୍କ ଠାରୁ। ଆପଣ ପରୀକ୍ଷା ନିମନ୍ତେ ଥରେ ଆସିବେ ନେମାଳ ଚତୁର୍ପାର୍ଶ୍ୱରେ। ଶୁଣନ୍ତୁ ଆଜ୍ଞା, ମୋ ଶ୍ୱଶୁରର ଯାଜପୁର, ମୁଁ ଯେତେବେଳେ ପ୍ରଥମ ଥର ଗଲି, ସିଏ କହିଲେ ଆମ ଶ୍ୱଶୁରଙ୍କର ଶ୍ରାଦ୍ଧ ପଡିବନି। ମୁଁ କହିଲି କାହିଁକି? ନା ଗୋଟେ ବିଲେଇ ଆସିବ, ତାକୁ ଘୋଡା ଗଲେ ଶ୍ରାଦ୍ଧ ପଡିବ। ଆଜ୍ଞା ଏ ଗପ ଟିକେ ମୁଁ ବହୁତ ଥର କହିଛି, ସେଗୁଡା ପରମ୍ପରା ତାଙ୍କର ରହିଯାଇଥିଲା ବୋଲି, ଆପଣ ଗପଟେ ଶୁଣିଛନ୍ତି, ମୁଁ ନିଜେ ଅଙ୍ଗେ ନିଭେଇଛି। ମାନେ ସତରେ ଗୋଟେ ବିଲେଇକି ଧରିକି ଆଣିଲେ, ଘୋଡେଇଲେ ଶ୍ରାଦ୍ଧ ପକେଇଲେ। ଏ ପରମ୍ପରାଟି ମୋ ଶ୍ୱଶୁର ଘର ଗାଁରେ ଆଜ୍ଞା ମୁଁ କାଟିଛି। ତାରକ ଏରିଆ, ବ୍ରହ୍ମବର୍ଦ୍ଦା, ବଡ ରାପଡା ଗାଁ। ତେଣୁ ଏଠି ଗୋଟେ ଲୋକ କଥା ମହାପୁରୁଷ ମାନେ ପଠାଣକୁ ଚେତାବନୀ ଦେବାକୁ ଗୋଟେ ଲୋକ କଥା ଅଛି କି ସତ ଆମେ ଜାଣୁ, କିନ୍ତୁ ସମସ୍ତେ ଶୁଣିଲେ ତ କହିବି। ଅଲାରନାଥଙ୍କ ମହାପ୍ରଭୁଙ୍କ ଭଳିଆ ସେଠି ଅଛନ୍ତି ଗୋପାଳଜୀଉ ଭଗବାନ, ତାଙ୍କର ସେବା କରାଯାଏ ଦିନ ରାତି। ଆପଣ ଦେଖିଲେ, ଆପଣ ଜୀବନରେ ଚେଷ୍ଟା କରିବେ, ଜାରକା ବରରାପଡା କୋଉଠି କୁଷ୍ଠହାସପୁର ଛକରୁ ଗଲେ ଶୁଣନ୍ତୁ, ଶେଷରେ ଗୋଟେ ହଉଛି ମୁଁ କାଲି କନଫେସନ ଡାକିଛି, ସାମ୍ବାଦିକ ମାନଙ୍କୁ ସବୁ କହିଛି, ସେମାନେ ଆସିବେ ତାଙ୍କ ପାଖରେ, ସେଇଟା ମୋ ସେଠି ଏଠି ବି ପରମ୍ପରା ଅଛି, ଗୁହାଳ ଘରେ ପୁଷ୍କର ହବ, ଗୁହାଳ ଘରେ ଘର ପ୍ରତିଷ୍ଠା ହବ। ଏ କୁସଂସ୍କାରକୁ ଆମେ ବାହାର କରିବାର ଅଛି, ବୁଝିପାରୁଛନ୍ତି? ତା ମାନେ ଆମେ ତାରି ଭିତରେ ପୁରା ଗୋଳେଇ ଘାଣ୍ଟେଇକି କେତୋଟି କଥା। ଆପଣ ତ ଜଣେ ପଣ୍ଡିତ, ଶୁଣନ୍ତୁ, ଗୋଟିଏ ଆମର ଅଭିରାମ ପରମହଂସରେ ଗୋଟେ ଏଇ ମହାପୁରୁଷ ହୁଅନ୍ତୁ, ବାୟୁମାନ ହଂସ ଗୁହା ହଂସ ଉଡ଼ିଗଲେ ବିଚାରଟା ରହିଛି। ନା ଆପଣ ଯୋଉ କଥା କହିଲେ ମୁଁ ଏ କଥା ସହମତ ନୁହେଁ। ଆପଣ ଦୁନିଆ କବିଙ୍କ କଥା କହିବେ, ଏଇ ଯୋଉ ରାଣ୍ଡି ପୁଅ ଅନ୍ତାୟ ଗୋଟେ ଫିଲ୍ମ ଚାଲିଥିଲା, ତାକୁ ନେଇକି ଗୋଟେ ଇସ୍ୟୁ କଲେ। ରାଣ୍ଡି ପୁଅ ଅନ୍ତା କଣ ଗୋଟେ ଖରାପ ଶବ୍ଦ କି? ଖରାପ ଶବ୍ଦ ନୁହେଁ। ତେଣୁ ଯୋଉ ଶବ୍ଦଟାକୁ ଆମେ ବ୍ୟବହାର କରିପାରିବା, ଯୋଉ ଜିନିଷଟା ଆମର ସାହିତ୍ୟିକ ଭାଷାରେ ଅଛି, ଯୋଉ ଜିନିଷଟା ଆମ ସଂସ୍କୃତି ସହିତ ଜଡିତ। ଆଜି ଫକୀରମୋହନ ସେନାପତିକୁ ଆମେ କଣ କାଢି କୁଆଡେ ପଳେଇଦବା କି? ଗୋପବନ୍ଧୁ ଦାସକୁ ଛାଡିକି ଆମେ କୁଆଡେ ପଳେଇବା? ଆମେ ତାଙ୍କରି ଛୁଆ, ଆମେ ତାଙ୍କ ବଂଶଧର, ଆମେ ବଞ୍ଚିଯିବା ଯାଏ ତାଙ୍କର। ଆମେ କହିବୁ ଗୋପବନ୍ଧୁ ଦାସ ଆମର, ଓଡିଶା ଆମର, ମାନେ ଏ ମାଟି ବି ଆମର, ଆମେ କହିବାକୁ ବାଧ୍ୟ।
ଆପଣ ଏମିତି ଗୋଟେ ବଡ ଭୁଲ କରିଦେଲେ। ଭୁଲ ହେଇଯାଇଛି ମୁଁ ପ୍ରଥମେ କହୁଛି ତ ହେଇଯାଇଛି ପାଠରୁ ଗୋଟେ ଖସି ଯାଇଛି ଆଉ। ହଁ ଆପଣ ଫୋକସ୍ ପ୍ଲସ୍ ଗୋଟେ ବଡ ଇମୋସନାଲ ହେଇଯାଇଥିଲି ମହାପୁରୁଷ ମତେ ଗୋଟେ ଏତେ ଇମୋସନାଲ ହେଇଛି ମହାପୁରୁଷ ଯାହା କରିଛନ୍ତି ସବୁ କିଛି ହେଇଯାଏ ଏତେ ଗୋଟେ କହୁ କହିଦେଇଛି ଆଉ। ଆପଣ ଯାହା କରୁଛନ୍ତି କରନ୍ତୁ କିଛି କଥା ନାହିଁ ଆଜ୍ଞା। ଆପଣ ଖାଲି ପ୍ରେସ୍ କନଫରେନ୍ସ କରନ୍ତୁ ଯାହା କରନ୍ତୁ ହେଲା କି। ହଁ ତେଣୁ ଯାହା ମୁଁ ସେଟା ତାଙ୍କ ପାଇଁ ସ୍ୱୀକାର କରିବି ଗୋଟେ ଗୋଟେ ମହାପୁରୁଷ ମଧ୍ୟ ଭାରି ଇମୋସନାଲ ହେଇଯାଇଛି ଗୋଟେ ପଦ ଥାଏ ଆମର ଯେଉଁ ଜଗନ୍ନାଥ ମୂରତି ନୀଳାଚଳ ନିକ୍ଷେତ ସେଇ ଜଗନ୍ନାଥ ମୂରତି।